ସପ୍ତମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ନାରଦ ବାଚ। କହନ୍ତି ବ୍ରହ୍ମାଙ୍କ ନନ୍ଦନ ରାଜନ ସାବଧାନେ ଶୁଣ। ଅସୁର କୂଳେ ଜାତ ହୋଇ ଜୟ ବିଜୟ ବେନି ଭାଇ। ହିରଣ୍ୟାକ୍ଷ ବୀର ତପେ ତୋଷିଲେ ବେଦବର। ହିରଣ୍ୟକଶିପୁ ଅସୁର ବଳେ ହୋଇଲା ରାଜେଶ୍ୱର। କଷ୍ଟ ପାଇଲେ ଭୟଙ୍କର ତ୍ରାସେ କମ୍ପିଲେ ସୁର ନର। ତାର ଅନୁଜ ହିରଣ୍ୟାକ୍ଷ ଗଦା ସଂଗ୍ରାମେ ଅତି ଦକ୍ଷ। ଦେବ ମନୁଷ୍ୟ ତାର ତୁଲେ ଗଦା ଯୁଦ୍ଧରେ ହାରିଗଲେ। ଏବେନି ଲୋକ ଜିଣି ବଳେ ବିଜୟ କଲା ସେ ପାତାଳେ। ବରୁଣପୁରେ ଯାଇ ମିଳି ପ୍ରଚଣ୍ଡ ଗଦା କରେ ତୋଳି। କହିଲା ଯୁଦ୍ଧ ମୋତେ ଦିଅ ନଇଲେ ପାତାଳେ ନଥାଅ। ମୋର ଏ ପାତାଳ ଭୁବନ ହେମନ୍ତେ ଗଲା କେତେ ଦିନ। ଯଜ୍ଞ ବରାହ ରୂପ ଧରି ଦଦାଗ୍ରେ ଧରଣୀ ଉଧାରି। ହରି ଥିଲେ ତାର ପୁରେ ତିନି ଭୁବନ ଉପକାରେ। ଅସୁର ଦେଖି ଦାମୋଦର ଗଦା ପ୍ରହାରେ କଲେ ଚୁର। ହିରଣ୍ୟକଶିପୁ ତା ଶୁଣି କୋପେ କମ୍ପିଲା ସେଇ କ୍ଷଣି। ଅଧର ଦନ୍ତରେ କାମୁଡ଼ି ହାସ ବଧେ ଶିର ତାଡ଼ି। ଏ ଭାତୃନିଧନେ ଯେ ବିକଳେ ଚାହିଁଲା ଆକାଶ ମଣ୍ଡଳେ। ସଧୁମ ଦିଶଇ ଆକାଶ ଯେଣୁ ହୋଇଛି ମହାରସ। କରାଳ ବଜ୍ରେ ଊର୍ଦ୍ଧ୍ୱ ଦୃଷ୍ଟି ଲଲାଟେ ଟେକିଣ ଭ୍ରୁକୁଟି। ତୋଳି ତ୍ରିଶୂଳ ସଭା ମଧ୍ୟ ବୋଲଇ ଭାତୃ ଶୋକ ବାଦେ। ଭୋବ ଦାନବ ଦୈତ୍ୟଗଣ କହି ସାବଧାନେ ଶୁଣ। ଯଦି ମୂର୍ଦ୍ଧିତି ନେତ୍ର ସମ୍ବର ହୋ ସତବାହୁ ହୟ ଶିର। ନମୁଛି ହେ ପାକ ଇ ଲୋଳ ହେ ବିପ୍ରଚିତ ଶୁଣ ବୋଲ। ଏ ପୋଲମା ଶକୁନି ସହିତେ ମୋର ସଭା ମଧ୍ୟ ଯେତେ। ମୋହର ବୋଲ ଏବେ କର ଏ ଶୋକ ସାଗର ଉଧର। ମୋର ବୈରୀ ଦେବ ଲୋକେ ମନୁଷ୍ୟ ମଧ୍ୟଛନ୍ତି ଥୋକେ। ହରିଙ୍କୁ ଭଜନ୍ତି ଯେ ନିତ୍ୟ ଏବେ ବିଚାରି ମୋର ଚିତେ। ହରିର ପଥେ ଆଶ୍ରେ କଲେ ମୋର ଭାଇ କି ସଂହାରିଲେ। ସେ ହରି ମୋହର ବୈରୀ ଅତି ନିର୍ଦ୍ଦୟ ଅହଙ୍କାରୀ। ମାୟାରେ ନାନା ରୂପ ଧରେ ଭକତ ସଙ୍ଗେ ସେ ବିହରେ। ବାଳକ ପ୍ରାୟ ତାର ଗତି ଏଣୁ ଅସ୍ଥିର ମୋର ମତି। ଶୂଳ ମାରି ତା ଶରୀରେ ତର୍ପଣ କରି ବିରୁଧିରେ। ମୋ ଭାତୃ ପିତୃ କାର୍ଯ୍ୟ ଅର୍ଥେ କହିଲି ତୁମ୍ଭର ଅଗ୍ରତେ। କୂଟ ଦୁଷ୍ଟ ଦୁରାଚାର ତାର ବିଶ୍ୱାସୀ ବେଗେ ମାର। ସେ ମଲେ ମରିବେ ସକଳେ ବୃକ୍ଷ କାଟିଲେ ଯେନେ ଡାଳେ। ତାବତ ନ ମରଇ ହରି ତାବତ ଭ୍ରମ ବସୁନ୍ଧରୀ। ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଯେତେ ବିଷ୍ଣୁ ଭଜନ୍ତି ଅବିରତେ। ପଶିଜନ ବେଗେ ମାର ଯଜ୍ଞର ଅଗ୍ନିନାଶ କର। ସନ୍ଧ୍ୟା ଭକ୍ତ ଜ୍ଞାନୀ ଯେତେ ତାହାଙ୍କୁ ମାର ଅବିରତେ। ଏ ଧର୍ମ କ୍ରିୟା ମୂଳ ହରି ସେ ଥାଇ ତାର ହୃଦେ ପୁରୀ। ଋଷି ଦେବତା ପିତୃଗଣେ ଯେ ଥାନ୍ତେ ଧର୍ମ ପରାୟଣେ। ଗୁରୁ ବ୍ରାହ୍ମଣେ ଯଜ୍ଞ ଜହିଁ ବେଦ ପଠନେ ମନ୍ତ୍ର ଧ୍ୟାଇ। ଆଶ୍ରୟ କ୍ରିୟା ଜହିଁ ଥିବ ବେଗେ ବିନାଶୀ ଅଗ୍ନିଦେବ। ହେମନ୍ତ ରାଜା ଆଜ୍ଞା ପାଇ ଅସୁରେ ଗଲେ ସଜ ହୋଇ। ସ୍ୱଭାବେ ଅସୁର ନିର୍ଦ୍ଦୟ ପ୍ରାଣୀ ମରଣେ ବଡ଼ ପ୍ରିୟ। କ୍ଷଣେ ପଶି ଗ୍ରାମ ପୁରେ ଗିରି ବନସ୍ଥ କ୍ଷେତ୍ର ଦ୍ୱାରେ। ଋଷି ଆଶ୍ରମେ ତପୋବନେ ମେରୁ ପର୍ବତ ନାନା ସ୍ଥାନେ। ଗୁରୁ ବ୍ରାହ୍ମଣ ଯଜ୍ଞ ସ୍ଥାନ ଅଣଳେ ଦହିଲେ ତକ୍ଷଣ। ମିତ୍ର ଘେନି ମହାସୁର ଭେଦିଲେ ପ୍ରକାର ଗୁପୁର। ଏ ଅସୁର ବଳ ବେଗେ ବ୍ୟାପି ଛେଦି ପକାଇଲେ ବିଟପି। ଜୀବିତ ବୃକ୍ଷ ଯେତେ ଥିଲେ ପରଶୁ ହସ୍ତେ ତା ଛେଦିଲେ। ମତେ ଦ୍ୱାଦଶ ବରଷେ ଧର୍ମ ନାସିଲେ ମହାରୋଷେ। ନିରତେ ପ୍ରାଣୀ ନାଶ କଲେ ଦେବେ ଆକାଶୁ ପଳାଇଲେ। ଲୁଚିଲେ ବନଗିରି ତୃଣେ ଘୋର କାନନେ ସୁରଗଣେ। ଭାତୃ ମରଣେ କୋପ କଲା ଏମତେ ପ୍ରାଣୀ ନାଶ କଲା। ଭାତୃର ପ୍ରେତ କାର୍ଯ୍ୟ କଲା ଅନେକ ଜଳ ଅର୍ଣ୍ଣ ଦେଲା। ତର୍ପଣ ଶ୍ରାଦ୍ଧ କର୍ମ ସାରି ଭାତୃ ସ୍ପଦକୁ କୋଳେ ଧରି। ତକ୍ଷଣେ ଅନ୍ତପୁରେ ଯାଇ ଶ୍ରୁଦ ଅସୁରଙ୍କୁ ରାଇ। ଶକୁନି ସମ୍ବର ଦୃଷ୍ଟିଜ ଭୂତ ସନ୍ତାପନ ଯେ ବୃକ। କାଳ ନାଭ ମହାନାଭକୁ ହରି ଶୁଶ୍ରୁତ୍କଚକୁ। ନିଜର ନିକଟେ ବସାଇ ଅନୁଜ ପତ୍ନୀକୁ ଅନାଇ। ତାହାର ନାମ ଅଟେ ଭାନୁ ସ୍ୱାମୀ ମରଣେ କ୍ରୋଧ ମନୁ। ମାତାର ସଙ୍ଗେ ତାକୁ ଆଣି ବସାଇ କହେ ମଞ୍ଜୁବାଣୀ। ହିରଣ୍ୟକଶିପୁ ବାଚ। ହେ ମାତ ଭାତୃବଧୂଗଣ ଶୋକ କରିବା କାରଣ। ମୃତ ପ୍ରାଣୀକୁ ନ ସୁମରି ଏ ଜୀବ ନୁହଁ କାହାରି। ଧୀର ମରଣ ରିପୁ ମୁଖେ ଲୋଭେ ଅକ୍ଷୟ ସ୍ୱର୍ଗ ସୁଖେ। ତାର ମରଣେ ଚିନ୍ତା ନାହିଁ ସ୍ୱର୍ଗେ ବସିଲା ମୋର ଭାଇ। ପଥେ ପଥୁକି ଜନ ପ୍ରାୟ ଭବେ କିଛି ସ୍ଥିର ନୁହେଁ। ପୂର୍ବ ଜନ୍ମର କର୍ମ ଫଳେ ପ୍ରାଣୀଏ ମିଳନ୍ତି ସଂସାରେ। ସ୍ୱାର୍ଥ ତୃଷ୍ଣା ନିବାରଣେ ଯେନେ ମିଳନ୍ତି ଜଳସ୍ଥାନେ। ପୁଣି ଚଳନ୍ତି ଶ୍ରମ ସାରି ସେ ଜଳ ନୁହଁ କାହାରି। ଆତ୍ମା କେବେ ନାଶ ନୁହେଁ ପ୍ରବେଶ କରେ ଯହୁଁ ଦେହେ। ଅବୟ ଶୁଦ୍ଧ ସର୍ବଗାମୀ ସର୍ବଜ୍ଞ ସର୍ବଦେହେ ଭ୍ରମୀ। ସେ ଆତ୍ମା ଦେହରୁ ଚଳିଲେ ଦେହ ବିନାଶ ଲଭେ ଭଲେ। ଚଞ୍ଚଳ ଜଳେ ବୃକ୍ଷ ଛାଇ ଚଳିଲା ପ୍ରାୟ କଦିଶଇ। ସେ ଯେନେ ଉଦକେ ନ ମିଶେ ଆତ୍ମା ଶରୀରେ ପରକାଶେ। ବାଳକେ କ୍ରୀଡ଼ାରେ ଘୂର୍ଣ୍ଣନ୍ତି ଭ୍ରମେଣ ମହିରେ ପଡ଼ନ୍ତି। ଚାହାନ୍ତେ ଭ୍ରମ ଇ ସଂସାର ଏମନ୍ତ ମାୟା କ୍ରୀଡ଼ା ଘର। ଏଣୁ ଏ ଭ୍ରମ ଗୁଣ ଦୋଷେ ମନ ନର ହୋଇ ବିଶ୍ୱାସେ। ଏ ଆତ୍ମା ହୋଇ ଦେହବନ୍ତ ଦେହ ଅଭିନ୍ନ ମଣେ ନିତ୍ୟ। ଅର୍ଜିଲା କର୍ମ ଫଳ ବଳେ ପ୍ରାଣୀ ଭ୍ରମନ୍ତି ମହି ତଳେ। ସଂସାର ସଜୋଗ ବିଯୋଗେ ଶୋକ ହରସ ବେନି ମାର୍ଗେ।
ଏ ଅର୍ଥେ ଇତିହାସ କହି ଶୁଣ ଜନନୀ ମନ ଦେଇ, ପୂର୍ବେ ପୁତ୍ରବଧୂଙ୍କୁ ତୁଲେ ଯେବା ସମ୍ପଦ ମହି ତଳେ। ଏ ଶୁଣ ଜନନୀ ମନ ତ ସେ ଯେ କଥା ଅଛି ନର ଅଂଶେ, ସୁଯୋଗ୍ୟ ନାମେ ରାଜା ଥିଲା ଶତ୍ରୁ ସଂଗ୍ରାମେ ପ୍ରାଣ ଦେଲା। ତାହା ଶୁଣିଣ ପୁରଜନେ ମିଳିଲେ ମୃତ ପିଣ୍ଡ ସ୍ଥାନେ, ଦେଖିଲେ ରାଜାର ଶରୀର ରୁଧିର ଧୂଳିରେ ଦୂଷର, ଏ ରତ୍ନ କବଚ ଖଣ୍ଡ ଖଣ୍ଡ ବିଭ୍ରମ ଅଳଙ୍କାର ପିଣ୍ଡ, ଏ ତା ବକ୍ଷସ୍ଥଳ ସରେ ଛିନ୍ନ ବିନିଷ୍ଟ ହୋଇଛି ନୟନ, ବିଦୀର୍ଣ୍ଣ କେଶ ତାର ମୁଣ୍ଡେ ବହେ ରୁଧିର ଚାରୁ ତୁଣ୍ଡେ, ଅଧର ଦଂଶିତ ବଦନ ହୋଇ ରହିଛି ବିଦ୍ୟମାନ, ବାୟୁ ନ ବହେ ନାକ ବାଟେ କର ଆୟୁଧ ଛିନ୍ନ ଅଟେ, ଏକାଳେ ମିଳିଲେ ସମୀପେ କାମିନୀ ଗଣ ଦୁଃଖ ଶୋକେ, ଅତି କାତର ହୋଇ ତହିଁ କାନ୍ଦନ୍ତି ରାଜା ମୁଖ ଚାହିଁ, ଏ ଭୋନାଥ ତୋର ମରଣେ ତୋର ସକଳ ବନ୍ଧୁଗଣେ, ଜୀବନ ଥାଉ ଥାଉ ମଲୁ ବିଧି ଅଯୋଗ ଭିଆଇଲୁ, ହୃଦରେ ବେନି କରତାଡ଼ି କାନ୍ଦନ୍ତି ଭୂମି ତଳେ ପଡ଼ି, ଚରଣ ପୁଣ ପୁଣ ଧରି କାନ୍ଦନ୍ତି ଉଚ୍ଚ ନାଦ କରି, ଚରଣ ସିକ୍ତ ଅଶ୍ରୁ ଜଳେ ଲୋତକ ମିଶ୍ରିତ କଜଳେ, ଉଚ୍ଚ କୁଙ୍କୁମ ଅଶ୍ରୁ ଜଳେ ପଡ଼ଇ ରାଜା ପାଦ ତଳେ, ସବସନ ସମ୍ଭାଳ ଶୁଭେ ରୋଦନ ମହାଗଳ, ହେ ଦୈବ ତୁ ନିର୍ଦୟ ଦୂରେ ଛାଡ଼ିଲୁ ମାୟା ମୋହ, ଦୃଷ୍ଟ ଅଶ୍ରୁତ କରମ ଭିଆଇ କଲୁ ମତି ଭ୍ରମ, ପୂର୍ବେ ଆମ୍ଭକୁ ସୁଖ ଦେଲୁ ଏବେ ତୁ ନିଷ୍ଠୁର ହୋଇଲୁ, ପୁଣି ରାଜାର ପାଦ ଧରି ଉଚ୍ଚେ କାନ୍ଦନ୍ତି ତାର ନାରୀ, ଆମ୍ଭକୁ ତେଜୁନାଥ ତୁହି ମୁହୂର୍ତ୍ତେ ତୋ ସଙ୍ଗ ନ ପାଇ, କେମତେ ଧରିବୁ ଜୀବନ ଦିଶଇ ଦଶ ଦିଗ ଶୂନ୍ୟ, ତୋର ଚରଣେ ଆମ୍ଭେ ସେବୁ କହ କେବଣ ଦିଗେ ଯିବୁ, ଏମତେ ପତି ପାଦ ଧରି ଉଚ୍ଚେ କାନ୍ଦନ୍ତି ତାର ନାରୀ, ଦହନ ପାଇଁ ନ ଛାଡ଼ନ୍ତି ଦୁଃଖେ ରହିଲେ ଗୋତ୍ର ଜ୍ଞାନ୍ତି, ଏମତେ ରବି ଅସ୍ତ ଗଲା ଘୋର ତିମିର ପ୍ରକାଶିଲା, ଆର୍ତ ରୋଦନ ତାଙ୍କ ଦେଖି ସମନ ପୁବନ ଉପେକ୍ଷୀ, ଶୋକ ନିବାରେ ଇଚ୍ଛା କରି ଯମ ବାଳକ ରୂପ ଧରି, ମିଳିଣ ତାଙ୍କ ସନ୍ନିଧାନେ କହି କୋମଳ ବଚନେ, ଯମ ଉବାଚ ଏ ଆହୋ ଅଦ୍ଭୁତ କଥା ଦେଖ ଏ ସର୍ବ ବୟସେ ଅଧିକ, ବାଳକ ପ୍ରାୟ ନ ଜାଣନ୍ତି ବିମୋହେ ରୋଦନ କରନ୍ତି, ପ୍ରାଣ ଯୋଉ ଆସିଥିଲା କର୍ମ ସଙ୍ଗତେ କରି ଖେଳା, ତହିଁକି ଗଲା କର୍ମ ଅନ୍ତେ ଜାଣି ନ ଜାଣୁ ତୁ କେମତେ, ଏଣୁ ଏ କର୍ମମୟ ଦେହି କର୍ମ ଅଧିକ କେହି ନାହିଁ, ସମସ୍ତ ତୁଲ୍ୟ ଦେହ ବହି କର୍ମ ସରିଲେ କେବା ରହି, ଯହୁଁ ଅଇଲା ତା ନ ଜାଣେ ଦେହକୁ ନିତ୍ୟ ପ୍ରାୟ ମଣେ, ଅନ୍ତେ ଯହିଁକି ପ୍ରାଣ ଯିବ ଏହା ନ ଜାଣେ ବ୍ରହ୍ମା ଶିବ, ତାର ମଧ୍ୟ ଦେହ ବହି ସକଳ ମଧ୍ୟ ଧନ୍ୟ ମୋହି, ତା ଜନନୀ ମୋର ନାହିଁ ବୁଲଇ ଅରିକ୍ଷିତ ହୋଇ, ବୃକ ପ୍ରଭୃତି ଜନ୍ତୁ ଯେତେ କେ ଭକ୍ଷି ନ ପାରନ୍ତି ମତେ, ଗର୍ଭେ ଯେ ରକ୍ଷା କଲା ମତେ ଏବେ ସେ ଅଛି ମୋ ସଙ୍ଗତେ, ଈଶ୍ୱର ଇଚ୍ଛାରେ ସର୍ଜଇ ପାଳଇ ପୁଣ ସଂହାରଇ, ତାହାର କ୍ରୀଡ଼ା ଏ ଜଗତ କିବା ବାଳକ ତାତ ମାତମ, ଯେ ପ୍ରାଣୀ ନିଜ ପଥ ଛାଡ଼ି ନିୟତ କର୍ମ ଯେବେ ଉଡ଼ି, କର୍ମ କରଇ ତାକୁ ରକ୍ଷା ଗୁରୁଙ୍କ ପ୍ରାୟ ଦେଇ ଦୀକ୍ଷା, ବାଳକ ଗୃହେ ଥାଇ ଯେନେ କର୍ମେ ନଥିବ ଭୋଗ ମନେ, ରକ୍ଷକ ଥିଲେ ମରଇ ଅତି ଯତନେ ଯେବେ ଥାଇ, ଯେ ବାଳ ବିପିନେ ବର୍ଦ୍ଧିତ ସ୍ୱଭାବେ ହୋଇ ଅରକ୍ଷିତ, ତାହାକୁ ଦୈବ ରଖଇ ବେଦ ପୁରାଣେ ଏହା କହି, ଏଣୁ ପ୍ରାଣୀ ଏ କର୍ମ ଫଳେ ଜନ୍ମ ମରଣ ଏ ଶୟଳେ, ମା ସକଳ ଦେହେ ଥାଇ ଶରୀରୁ ଭିନ୍ନ ସେ ଅଟଇ, ଶରୀରେ ଆତ୍ମଜ୍ଞାନ ଖ୍ୟାତ ମୋହ ବଶରୁ ହୁଏ ଜାତ, ଯେତେ ବୁଦ୍ବୁଦୁ ଜଳୁ ଜାତ ମାଟିରୁ ଘଟ ଯେ ସମ୍ଭୂତ, ସ୍ୱର୍ଣ୍ଣରୁ କୁଣ୍ଡଳ ହୋଇ ବିନାଶେ ନିଜ ତୋଲ ହୋଇ, ମିଶଇ ବୁଦ୍ବୁଦୁ ଜଳରେ ଘଟ ବିଲୀନ ମୃତ୍ତିକାରେ, କୁଣ୍ଡଳ ସ୍ୱର୍ଣ୍ଣ ତୋକୁ ପାଇ ଶେଷରେ ଜଳାଦିର ହୋଇ, ଶନେ କାଳ ବସେ ଜାତ କର୍ମ ଭୋଗେଣ ଜୀବ ମୃତ୍ୟମ୍, ବିନଷ୍ଟ ହୋଇ ଶରୀର ଆତ୍ମା ଚଳଇ ନିରନ୍ତର, ଅଗ୍ନି ଯେ ଶନେ କାଷ୍ଠେ ଥାଇ ସ୍ୱଭାବେ ଭିନ୍ନ ସେ ଅଟଇ, ପବନ ଦେହ ମଧ୍ୟ ଥାଇ ଦେହରୁ ପୃଥକ ଅଟଇ, ଆକାଶ ସର୍ବବ୍ୟାପୀ ହୋଇ କାହାରି ସଙ୍ଗେ ଲିପ୍ତ ନଇଁ, ଏ ଜୀବ ପୁରୁଷ ତେମନ୍ତ ସ୍ୱଭାବେ ତ୍ରିଗୁଣାତିରିକ୍ତ, ଯଜ୍ଞ ରାଜା ଏ ନୁହଁ ରୋଦନ କର କାହିଁ ପାଇଁ, ଶ୍ରୋତାବ କଥା ନାହିଁ ଏତେ ରୋଦନ ଶୁଣିବ କେମତେ, ଏ ଦେହ ମଧ୍ୟ ଆତ୍ମା ଥାଇ ଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ, ଯେ ଏଥୁ ଗଲା ଅନ୍ତରିକ୍ଷେ ଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ, ଦେହ ପାର୍ଥିବ ବିକାର ପଡ଼ିଛି ପୃଥିବୀ ଉପର, ଏ ଯାହାକୁ ଶୋକ ତୁମ୍ଭେ କର ସେ ପ୍ରାଣୀ ଏ ଦେହର ପର, ଏ ପଞ୍ଚଭୂତ ଇନ୍ଦ୍ରି ଗଣ ମନ ଯେ ଏହାଙ୍କ କାରଣ, ଆତ୍ମାଟି ଏହାଙ୍କର ସଙ୍ଗେ ପ୍ରକାଶ ଉଚ୍ଚ ବାଚ ରଙ୍ଗେ, ସେ ନିଜ ତେଜ ପ୍ରକାଶଇ ଶରୀର ଘେନଇ ଛାଡ଼ଇ, ଯାବତ ଆତ୍ମା ଦେହେ ଥାଇ ଅଲିଙ୍ଗେ ଲିଙ୍ଗ ଦେହ ବହି, ଥିବ କର୍ମରେ ବନ୍ଧନ ଏହା ନ ଜାଣେ ମୂର୍ଖ ଜନ, ଏଣୁ ଏ ଗତାଗତ ପଥେ କ୍ଲେଶ ଲୋଭଇ ଅବିରତେ, ପୁଣି ମିଥ୍ୟା କଳେ ବର ଆଦିତ୍ୟ ତଥ୍ୟ ପ୍ରାୟ ପୁର, ଯେମତେ ସ୍ୱପ୍ନ ମନୋରଥେ ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ, କହି ସତ୍ୟ ପ୍ରାୟ ତାହା ନିଦ୍ରାର ଅନ୍ତେ ହୁଏ ମାୟା, ଏହାଙ୍କ ନିତ୍ୟାନିତ୍ୟ ପଥେ ପଣ୍ଡିତେ ନ ଘନନ୍ତି ଚିତ୍ତେ, କର୍ମ ଅନ୍ୟଥା କେ କରିବ ଯାହା ନ ଜାଣେ ବ୍ରହ୍ମା ଶିବ, ନ କହିବା ପୂର୍ବ ବାଣୀ ମୁଁ ଯେ ବାଳକ ଅଛି ଶୁଣି, ଏ ଲୁବ୍ଧକ ପକ୍ଷୀଙ୍କ ମାରଣେ ଦିନେ ପଶିଲା ଘୋର ବନେ,
ପୁଲଇ ହସ୍ତେ ପାଶ ନେଇ ପକ୍ଷୀଙ୍କ କାଳ ପ୍ରାୟ ହୋଇ ଲତା ଗହଳେ ସେ ପଶିଲା ଅନ୍ତର ହୋଇଣ ରହିଲା। ଆହାର ଜାଲ ତଳେ ଥୋଇ ଲୁଚିଲା ଲତା ମଧ୍ୟ ଯାଇ କଳିଙ୍ଗ ପକ୍ଷୀ ପତ୍ନୀ ବେଳେ ବସି ଯେ ଥିଲା ବୃକ୍ଷ ଡାଳେ। ଆହାର ଦେଖି ଜାଲ ତଳେ ପଶିଲା କୁଳିଙ୍ଗ ଚଞ୍ଚଳେ ଲୁବ୍ଧକ ଜାଲ ପାଶେ ଛନ୍ଦି ସେହି ପତ୍ନୀକୁ କଲା ବନ୍ଦୀ। ପତ୍ନୀ ମରଣ ପକ୍ଷୀ ଦେଖି ତକ୍ଷଣେ ଆସନ ଉପେକ୍ଷୀ ଉଚ୍ଚ ବୃକ୍ଷର ଡାଳେ ବସି ନିର୍ଘାତ ନିଶ୍ୱାସ ସାହସୀ। ଅତି ବିକଳ ଦୁଃଖ ମନେ ଲୋତକ ବହି ନୟନେ କର୍ମ ଆଧରି ସତୀ ଚାହିଁ ବୋଲଇ ରବି କିଅ ନାହିଁ। ଆହା ଦୈବ ତୁ ନିର୍ଦୟ ମୋର ବିଷୟ କଲୁ କହ କଷଣ କଲୁ ପତ୍ନୀହୀନେ ଏ ଦେହ ଧରିବି କେଶନେ। ଶରୀର ଅର୍ଦ୍ଧ ଅଙ୍ଗ ନାରୀ ଅର୍ଦ୍ଧେକ କେବା ଦେହ ଧରି ବାଳକ ଅଛନ୍ତି ମୋ ବାସେ କି ଘେନି ଯିବେ ତାଙ୍କ ପାଶେ। ମୋତେ ପୋଷି ବହି ମୁହିଁ ତାଙ୍କ ଦେହେ ପକ୍ଷ ନାହିଁ ଏ ବାଳକେ ମୋର ମାତୃହୀନେ ଜୀବନ ଧରିବେ କେଶନେ। ମାତାକୁ ଲୋଡ଼ିବେ ନିରତେ ମୁଁ ତାହା ସହିବି କେମତେ ମୋତେ ବୃକ୍ଷ ଡାଳେ ଥାଇ ବିକଳେ କୁଳିଙ୍ଗ କାନ୍ଦଇ ପତ୍ନୀର ଦେହେ ଦେଇ ମନ କ୍ଷଣ କ୍ଷଣକେ ଅଚେତନ। ହେମନ୍ତେ ବ୍ୟାଧ ବୃକ୍ଷ ତଳେ ମିଳିଲା ଚରଣ ନିଶ୍ଚଳେ ନାରାଚ ବିନ୍ଧି ତାକୁ ମାରି ମୁଦିଣ ଥୋଇଲା ପଞ୍ଜରୀ। କହୁଁ ସେ ନିଜ ପୁର ଗଲା ଶୁଣ ଗୋ ନୃପତି ଅବଳା ଆତ୍ମାର ଗତି ତ ନ ଜାଣ ସୁଜନ ବଚନ ନ ଶୁଣ। ଶତ ବରଷ ଏଇଠାବେ ରୋଦନ କରୁଥିବ ଯେବେ ତେବେ କି ଉଠିବ ଶରୀର କେମନ୍ତେ ବିଚାର ତୁମ୍ଭର। ହିରଣ୍ୟକଶିପୁ ବାଚ ଏ ବାଳକ ବଚନ ହେମନ୍ତ ଶୁଣି ସକଳ ଏକଚିତେ ମାୟା ଛାଡ଼ିଲେ ଜ୍ଞାନ ପାଇ ଉଠିଲେ କୁଆରେ ଚାହିଁ ବୋଲନ୍ତି ମିଥ୍ୟା ଏ ସଂସାର ନିତ୍ୟ ମନୁଷ୍ୟ ଶରୀର। ଯମ ଏ ଉପଦେଶ ଦେଲା ତକ୍ଷଣେ ଅନ୍ତର୍ଧ୍ୟାନେ ଗଲା ତକ୍ଷଣେ ଜ୍ଞାତି ଗୋତ୍ର ମେଳେ ରାଜାର ପ୍ରେତ କାର୍ଯ୍ୟ କଲେ ଏଣୁ ମୋ ଅନୁଜ ମରଣେ ଶୋକ କରିବି କି କାରଣେ ହେମନ୍ତେ ମାୟାରେ ସଂସାର କେ ନିଜ କେବା ଅଛି ପର। ନାରଦ ବାଚ ହେମନ୍ତେ ଶୁଣି ପୁତ୍ର କଥା ଶୋକ ଛାଡ଼ିଲେ ରାଜମାତା ପୁତ୍ର ବନ୍ଧୁକୁ ଶାନ୍ତ କରି ତଥ୍ୟ ବଚନ ମନେ ଧରି ଛାଡ଼ିଲା ପୁତ୍ର ଶୋକ ବ୍ରହ୍ମରେ ନିବେଶୀ ବିବେକ। କହି ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ ନାରଦ ମୁନି ଅନୁରାଗେ କହିଲେ ଧର୍ମସୂତ ଆଗେ ଏ ବାଣୀ ତତ୍ତ୍ୱଜ୍ଞାନ ସାର ଶୁଣି ସଂସାରୁ ପ୍ରାଣୀତର। ଶ୍ରୀମଦ ଭାଗବତେ ମହାପୁରାଣେ ପାରମହଂସ ସହିତାଂ ବ୍ୟାସିକ୍ୟାଂ ସପ୍ତମ ସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେ ଦ୍ୱିତୀୟ ଶୋକାପନୋଦନେ ନାମ ଦ୍ୱିତୀୟ ଅଧ୍ୟାୟ। बोल आनंदे कवार हरि हरि बोल।